କାଲି ଗୋଟେ ଭିଡିଓ ଦେଖିଲି ସୋସିଆଲ ମିଡିଆରେ ଜଣେ ଯାତ୍ରା ପାର୍ଟି ମିଛରେ ମତେ ଲାଗୁଛି ସତରେ ସେ ଯାତ୍ରା ପାର୍ଟି କରିନାହାନ୍ତି। କାହିଁକି ଏ କଥା ମୁଁ କହିଲି ନା ଯଦି ଯାତ୍ରା ପାର୍ଟି କରିଥାନ୍ତେ ଯାତ୍ରା ତାଙ୍କ ଭିତରେ ଥାନ୍ତା, କଳାର ମନୋଭାବ ଥାନ୍ତା, ପ୍ରକୃତ କଳାକାର ହେଇଥାନ୍ତେ, ମଣିଷ ହେଇଥାନ୍ତେ, ସେ ଏଭଳି ଗୋଟେ ଭିଡିଓ ଦେବା ପୂର୍ବରୁ କିଛି କହିବା ପୂର୍ବରୁ ଦୁଇଥର ଭାବିଥାନ୍ତେ। ସେ ଯୋଉ ପଦେ କଥା କହିଲେ ଯେ କଳାକାରମାନେ ହେଉଛନ୍ତି ସବୁ କୁକୁର, ଆମେ ଯୋଉ ରୁଟି ରଖିଥାଉ ସକାଳକୁ ଦେବା ପାଇଁ ବୁଲା କୁକୁରଙ୍କୁ ସେଇ ରୁଟି କଳାକାରମାନେ ଖାଆନ୍ତି। ଏଇଠି ମୁଁ ପଦିଏ କଥା କହିବି ଆଜ୍ଞା, ଠିକ୍ ଅଛି ଆମେ ସବୁ କୁକୁର, ଭଗବାନଙ୍କ ସୃଷ୍ଟି, ଭଗବାନ କାହାକୁ କେତେବେଳେ କଣ କରି ଜନ୍ମ କରିବେ ସେ ହିଁ ଜାଣିଛନ୍ତି। ତେଣୁ ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି, ଆମେ ଖୁସି ସେଥିରେ ଅଛୁ। କିନ୍ତୁ ଆମ ଭଳି କୁକୁରମାନଙ୍କୁ ନେଇ ଆପଣ ଯେତେବେଳେ ଗୋଟେ ମଣିଷ ହେଇ ବେପାର କରୁଛନ୍ତି ଆପଣଙ୍କୁ କଣ କୁହାଯିବ? ଦୟାକରି ଆଗାମୀ ଭିଡିଓ ଟିକେ କହିବେ ଆଜ୍ଞା। ଆପଣଙ୍କ ଭିଡିଓ ଅପେକ୍ଷାରେ ରହିଲି। ଜୟ ଶ୍ରୀ ଜଗନ୍ନାଥ। ଭୁଲ ଥିଲେ କ୍ଷମା କରିବେ। ରାଧେ ରାଧେ। କାଲି ଗୋଟେ ଭିଡିଓ ଦେଖିଲି ସୋସିଆଲ ମିଡିଆରେ ଜଣେ ଯାତ୍ରା ପାର୍ଟି ମିଛରେ ମତେ ଲାଗୁଛି ସତରେ ସେ ଯାତ୍ରା ପାର୍ଟି କରିନାହାନ୍ତି। କାହିଁକି ଏ କଥା ମୁଁ କହିଲି ନା ଯଦି ଯାତ୍ରା ପାର୍ଟି କରିଥାନ୍ତେ ଯାତ୍ରା ତାଙ୍କ ଭିତରେ ଥାନ୍ତା, କଳାର ମନୋଭାବ ଥାନ୍ତା, ପ୍ରକୃତ କଳାକାର ହେଇଥାନ୍ତେ, ମଣିଷ ହେଇଥାନ୍ତେ, ସେ ଏଭଳି ଗୋଟେ ଭିଡିଓ ଦେବା ପୂର୍ବରୁ କିଛି କହିବା ପୂର୍ବରୁ ଦୁଇଥର ଭାବିଥାନ୍ତେ। ସେ ଯୋଉ ପଦେ କଥା କହିଲେ ଯେ କଳାକାରମାନେ ହେଉଛନ୍ତି ସବୁ କୁକୁର, ଆମେ ଯୋଉ ରୁଟି ରଖିଥାଉ ସକାଳକୁ ଦେବା ପାଇଁ ବୁଲା କୁକୁରଙ୍କୁ ସେଇ ରୁଟି କଳାକାରମାନେ ଖାଆନ୍ତି। ଏଇଠି ମୁଁ ପଦିଏ କଥା କହିବି ଆଜ୍ଞା, ଠିକ୍ ଅଛି ଆମେ ସବୁ କୁକୁର, ଭଗବାନଙ୍କ ସୃଷ୍ଟି, ଭଗବାନ କାହାକୁ କେତେବେଳେ କଣ କରି ଜନ୍ମ କରିବେ ସେ ହିଁ ଜାଣିଛନ୍ତି। ତେଣୁ ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି, ଆମେ ଖୁସି ସେଥିରେ ଅଛୁ। କିନ୍ତୁ ଆମ ଭଳି କୁକୁରମାନଙ୍କୁ ନେଇ ଆପଣ ଯେତେବେଳେ ଗୋଟେ ମଣିଷ ହେଇ ବେପାର କରୁଛନ୍ତି ଆପଣଙ୍କୁ କଣ କୁହାଯିବ? ଦୟାକରି ଆଗାମୀ ଭିଡିଓ ଟିକେ କହିବେ ଆଜ୍ଞା। ଆପଣଙ୍କ ଭିଡିଓ ଅପେକ୍ଷାରେ ରହିଲି। ଜୟ ଶ୍ରୀ ଜଗନ୍ନାଥ। ଭୁଲ ଥିଲେ କ୍ଷମା କରିବେ। ରାଧେ ରାଧେ।